ରବି ମହାଗ୍ରହଙ୍କର କର୍କଟ ରାଶିରେ ସଞ୍ଚାର ଓ କର୍କଟ ସଂକ୍ରାନ୍ତିରେ ବୃଷ ରାଶିର ମାସିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଚଳିତ 2024 ମସିହା ଜୁଲାଇ ମାସ 16 ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ କର୍କଟ ରାଶିରେ ସଞ୍ଚାର କରିବାକୁ ଯାଉଛନ୍ତି। ଏହି କର୍କଟ ରାଶିରେ ରବିଙ୍କର ରହଣି ପ୍ରାୟ 1 ମାସ ପର୍ଯ୍ୟନ୍ତ ରହିବ। ରବି ମହାଗ୍ରହଙ୍କର କର୍କଟ ରାଶିରେ ଗୋଚର ଦ୍ୱାଦଶ ରାଶିକୁ ପ୍ରଭାବିତ କରିବାକୁ ଥିବାବେଳେ ଆଜିର କ୍ରମରେ ବୃଷ ରାଶି ଉପରେ କ'ଣ ପ୍ରଭାବ ପଡ଼ିବ ତାହା ଆଲୋଚନା କରିବା। ନୈସର୍ଗିକ ରାଶିଚକ୍ରର ଦ୍ୱିତୀୟ ଭାବ ବୃଷ ରାଶି। ବୃଷ ରାଶିର ଅଧିପତି ହେଲେ ଶୁକ୍ର ମହାଗ୍ରହ। ବୃଷ ରାଶି ଜାତ ବ୍ୟକ୍ତି ସ୍ୱଭାବତଃ ଶାନ୍ତିପ୍ରିୟ ହୋଇଥାନ୍ତି। ନିଜ କାମରେ ନିଜେ ସର୍ବଦା ନିମଗ୍ନ ରହିଥାନ୍ତି। ଯେଉଁ କାମରେ ଲାଗିଯାଆନ୍ତି ସେହି କାମ ନ ସରିଲା ପର୍ଯ୍ୟନ୍ତ ସେ କାମରେ ଲାଗି ରହିଥାନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ କାମ ହାସଲ କରିବାରେ ବୃଷ ରାଶି ଜାତ ବ୍ୟକ୍ତି ବେଶ ଧୁରନ୍ଧର। ବୃଷ ରାଶି ଜାତ ବ୍ୟକ୍ତି ଜ୍ୟୋତିଷ ସମ୍ପର୍କରେ ରୁଚି ରଖୁଥିବା ବେଳେ ଜ୍ୟୋତିଷ ଶାସ୍ତ୍ର ସମ୍ପର୍କିତ ପୁସ୍ତକ ପଢ଼ିବା, ଖେଳ କୁଦ, ନାଚ ଗୀତ, ନୃତ୍ୟ, ସଙ୍ଗୀତ, ସତ୍ସଙ୍ଗ ପ୍ରଭୃତିରେ ରୁଚି ରଖୁଥିବା ବେଳେ ଭଲ ଭଲ ଜିନିଷ ସଂଗ୍ରହ କରି ରଖିବା ଏମାନଙ୍କର ଜନ୍ମଜାତ ଗୁଣ ହୋଇଥାଏ। ନିଜ କଥା ଦ୍ୱାରା ଗୋଟିଏ ସମୟରେ ବହୁତ ଗୁଡ଼ିଏ ଲୋକଙ୍କୁ ପ୍ରଭାବିତ କରିପାରିବାର କଳା ବା କ୍ଷମତା ବୃଷ ରାଶି ଜାତ ବ୍ୟକ୍ତିଙ୍କର ଥିବାରୁ ସେମାନେ ସବଳ ନେତୃତ୍ୱ ଦେବାର କଳା ହାସଲ କରିଥାନ୍ତି ଏବଂ କେହି କେହି ସଫଳ ରାଜନେତା ଓ ମନ୍ତ୍ରୀ ମଧ୍ୟ ହୋଇପାରିଥାନ୍ତି। ଏହି ରାଶିର ପୁରୁଷ ଖେଳକୁଦ ତଥା ଶରୀର ଚର୍ଚ୍ଚା ମାନେ ବ୍ୟାୟାମ ପ୍ରତି ରୁଚି ରଖୁଥିବା ବେଳେ ବୃଷ ରାଶି ଜାତ ମହିଳାମାନେ ବିଭିନ୍ନ ପ୍ରକାରର ବସ୍ତ୍ର ସମ୍ଭାର ପ୍ରତି ରୁଚି ପ୍ରଦର୍ଶନ କରିଥାନ୍ତି। ବୃଷ ରାଶି ଜାତ ବ୍ୟକ୍ତିଙ୍କୁ ଡରାଇବା ବା ଧମକାଇବା ନିଜ ପ୍ରତି ବିପଦକୁ ଆମନ୍ତ୍ରଣ କରିବା ଭଳି ହୋଇଥାଏ। ବେଳେବେଳେ ଏହି ବୃଷ ରାଶି ଜାତ ବ୍ୟକ୍ତି କ୍ରୋଧବଶତଃ ଯେକୌଣସି ସ୍ତରକୁ ଯାଇପାରିବାର ଦେଖାଯାଇଥାଏ। ନିଜର ଜିଦ୍ଦି ସ୍ୱଭାବ ବା ପ୍ରକୃତି ଯୋଗୁଁ ଏମାନେ ପ୍ରତିଶୋଧ ପରାୟଣ ହୋଇ ସବୁବେଳେ ସୁଯୋଗ ଅପେକ୍ଷାରେ ରହିଥିବାର ଦେଖାଯାଏ। ବୃଷ ରାଶିରେ କୃତ୍ତିକା, ରୋହିଣୀ ଓ ମୃଗଶିରା ନକ୍ଷତ୍ର ଭୋଗ ହୋଇଥାଏ। ଚନ୍ଦ୍ରଙ୍କର ଏହା ଉଚ୍ଚ ରାଶି। ତନ୍ମଧ୍ୟରୁ ଦେଖାଯାଏ ଯେଉଁମାନେ ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥାନ୍ତି ସେମାନଙ୍କ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟ ଧନହୀନ ଭାବରେ ଆରମ୍ଭ କରିଥିଲେ ମଧ୍ୟ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସେମାନଙ୍କ ଜୀବନରେ ଧନର ପ୍ରାଚୁର୍ଯ୍ୟ ଦେଖା ଦେଇଥାଏ ଓ ସେମାନଙ୍କ କାନ୍ଧରୁ ମହାଲକ୍ଷ୍ମୀ ଓହ୍ଲାଇ ନଥାନ୍ତି। ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଉପରେ ମା ମହାଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ। ବୃଷ ରାଶିର ତୃତୀୟ ସ୍ଥାନ କର୍କଟ ରାଶିରେ ରବି ବା ସୂର୍ଯ୍ୟ ଗୋଚରରେ 1 ମାସ ପର୍ଯ୍ୟନ୍ତ ଅବସ୍ଥାନ କରିବାକୁ ଯାଉଛନ୍ତି। ବୈଦିକ ଜ୍ୟୋତିଷରେ ରବି ମହାଗ୍ରହ ଏବଂ ବୃଷ ରାଶିର ଅଧିପତି ଶୁକ୍ର ମହାଗ୍ରହ ପରସ୍ପରର ଶତ୍ରୁ। ବୃଷ ରାଶିର ତୃତୀୟ ଭାବରେ ରବିଙ୍କର ଅବସ୍ଥିତି ବୃଷ ରାଶି ବ୍ୟକ୍ତିଙ୍କୁ ପରାକ୍ରମୀ କରାଇବ। ଶତ୍ରୁ ନାଶ କରିବାରେ ସଫଳ ହେବ। ଉଦ୍ୟୋଗ ତଥା ଉଦ୍ୟମରେ ସଫଳ ହେବେ। ଭାଗ୍ୟୋନ୍ନତିର ସୁଯୋଗ ଆସିପାରେ। ସରକାରୀ କର୍ମ ବା ଚାକିରି ପ୍ରତି ଆଗ୍ରହ ବଢ଼ିବ। ଚାକିରି କରୁଥିଲେ ପ୍ରମୋସନ ଓ ସ୍ଥାନାନ୍ତରର ସୂଚନା ରହୁଛି। ଯାନବାହନ କିଣିବାକୁ ମନ ବଳାଇବେ। ଗୃହବାଡ଼ି ବା ଜାଗା ଲାଭ ହେବାର ସମ୍ଭାବନା। ନୂତନ ବନ୍ଧୁ ଲାଭ ହେବାର ଆଶା, କିନ୍ତୁ ବନ୍ଧୁ ବିରୋଧ ମଧ୍ୟ ଦେଖା ଦେଇପାରେ। ମାଙ୍କ ସ୍ୱାସ୍ଥ୍ୟକୁ ନେଇ ବେଶ ଚିନ୍ତିତ ରହିପାରନ୍ତି। ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ପ୍ରମାଣପତ୍ର ବା ସାର୍ଟିଫିକେଟ୍ ପାଇବାରେ ଅଯଥା ବିଳମ୍ବ ଘଟିବ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା, ବିଶେଷତଃ ପଶ୍ଚିମ ଦେଶକୁ ଯିବାର ସୁଯୋଗ ଆସିପାରେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ମଧ୍ୟରେ ଆଗ୍ରହ ବଢ଼ିବ। ସରକାରଙ୍କ ସହିତ କରୁଥିବା ବାଣିଜ୍ୟ ବ୍ୟବସାୟରେ ଆଶାତୀତ ଲାଭ ମିଳିବାର ପ୍ରବଳ ସମ୍ଭାବନା। ନିଜ ଶରୀରରେ ପିତ୍ତର ଆଧିକ୍ୟ ଦେଖାଦେବା ଯୋଗୁଁ ମୁଣ୍ଡ ବୁଲାଇବା
ଓ ଜଣ୍ଡିସ୍ ପ୍ରଭୃତି ରୋଗର ପ୍ରାଦୁର୍ଭାବ ଦେଖାଦେଇପାରେ। ଖାଦ୍ୟପେୟରେ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ବୃଷ ରାଶିଜାତ ବ୍ୟକ୍ତି ସୂର୍ଯ୍ୟଙ୍କ କର୍କଟ ରାଶିରେ ଅବସ୍ଥାନର ସୁଫଳ ପାଇବା ପାଇଁ ପ୍ରତ୍ୟହ ସକାଳ ସ୍ନାନ ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ ଏବଂ ସୂର୍ଯ୍ୟଦେବଙ୍କର ଓମ୍ ମିତ୍ରାୟ ନମଃ ବୀଜମନ୍ତ୍ରକୁ ଜପ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବାର ପ୍ରବଳ ସମ୍ଭାବନା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ। ନମସ୍କାର। ତପନ।